ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 199 ଜ୍ଞାନ 190 191। ଜ୍ଞାନ 199 ପ୍ରଭୁ ଲେଖୁଛନ୍ତି ଅନ୍ତର ମଧ୍ୟରେ ବାସ କର, ବାହ୍ୟ ଘଟଣା ବଳରେ ତୁମେ ଆଦୌ ବିଚଳିତ ହୁଅ ନାହିଁ। ଜ୍ଞାନ 190 ମୁକ୍ତ ହସ୍ତ ହେବାର କୌଣସି ପ୍ରଦର୍ଶନ କରି ତୁମେ ଆପଣା ହାତର ଭିକ୍ଷା ତଣ୍ଡୁଳକୁ ସବୁଆଡ଼କୁ ବିକ୍ଷିପ୍ତ କରିଦିଅ ନାହିଁ। ଯେଉଁ କ୍ଷେତ୍ରରେ ତୁମେ ସାହାଯ୍ୟ କରୁଛ ତାହାକୁ ବୁଝ ଓ ଭଲ ପାଅ। ଜ୍ଞାନ 191 ଦରିଦ୍ରମାନେ ତୁମ ସହିତ ରହିଥିବା ପର୍ଯ୍ୟନ୍ତ ତୁମେ ସେମାନଙ୍କର ସହାୟତା କର, ମାତ୍ର ସର୍ବଦା ଅଧ୍ୟୟନ ମଧ୍ୟ କରୁଥାଅ ଏବଂ ଉଦ୍ୟମ କର ଯେପରିକି ତୁମର ସାହାଯ୍ୟ ଲାଭ କରିବା ନିମନ୍ତେ ପୃଥିବୀରେ ଆଦୌ କୌଣସି ଦରିଦ୍ର ନ ରହିବେ। ଅନ୍ତର ମଧ୍ୟରେ ବାସ କର, ବାହ୍ୟ ଘଟଣାବଳୀରେ ତୁମେ ଆଦୌ ବିଚଳିତ ହୁଅ ନାହିଁ। ଏଠି ତିନିଟା ଯାକ ଯୋଉ ଜ୍ଞାନ ବର୍ଣ୍ଣନା ରହିଛି ପାଖାପାଖି, ଏଥିରେ ତିନିଟା ଜିନିଷ ଆଲୋଚନା କରୁଛନ୍ତି। ତାକୁ ମା କହୁଛନ୍ତି ଯେ ଦିବ୍ୟ ପରମ ସତ୍ତାଙ୍କ ପାଇଁ ସତତ ଅଭିପ୍ସା ରଖି ଅନ୍ତର୍ଗତ ଭାବରେ ଜୀବନ ବଞ୍ଚିବା ଆମକୁ ସ୍ମିତହାସ୍ୟର ଦୃଷ୍ଟିରେ ଜୀବନକୁ ଦେଖିପାରିବାର ଏବଂ ବାହ୍ୟ ପରିସ୍ଥିତି ଗୁଡ଼ିକ ଯାହା ହେଉଥିଲେ ମଧ୍ୟ ତଥାପି ଶାନ୍ତ ରହିବାର ସାମର୍ଥ୍ୟ ଆଣି ଦେଇଥାଏ। ଆମେ ଯେତେବେଳେ ଭଗବାନଙ୍କ ପାଇଁ ବା ଦିବ୍ୟ ପରମ ସତ୍ତାଙ୍କ ପାଇଁ ଆମେ ଜୀବନ ବଞ୍ଚିବାକୁ ସଂକଳ୍ପ କରିବା ଏବଂ ସେଥିପାଇଁ ନିରନ୍ତର ପ୍ରୟାସ କରୁଥିବା, ଅଭିପ୍ସା ରଖିଥିବା, ତାହେଲେ ସ୍ୱାଭାବିକ ଭାବରେ ଆମେ ଅନ୍ତର୍ଗତ ଜୀବନରେ ବଞ୍ଚିବାକୁ ଚେଷ୍ଟା କରିବା। ଏବଂ ଯେତେବେଳେ ଅନ୍ତର୍ଗତ ଜୀବନ ମାନେ ଏଠି କଣ କୁହାଯାଉଛି? ଭଗବାନଙ୍କ ପାଇଁ ବଞ୍ଚିବା। ବାହାରେ ଭଗବାନ ତ ଦେଖାଯାଉନାହାନ୍ତି, କୋଉଠି ଦେଖାଯାଉଛନ୍ତି? ଦେଖାଯାଉନାହାନ୍ତି। ଏବଂ ଭଗବାନ ପାଇଁ ବଞ୍ଚିବାର ପ୍ରକୃତ ଅର୍ଥ ଯେତେବେଳେ ଆମେ ଚେଷ୍ଟା କରିବା, ସେତେବେଳେ ଆମକୁ ଚତୁର୍ଦିଗରେ ସୃଷ୍ଟିରେ ଭଗବାନଙ୍କର ସୃଷ୍ଟିରେ ସେ ପ୍ରକୃତ ଅର୍ଥରେ ଯାହା ସୃଷ୍ଟି ହେଇଛି ତାହା ଆମକୁ ବୁଝିବା ପାଇଁ ଆମେ ଚେଷ୍ଟା କରିବା ଦରକାର ନାହିଁ। ଧୀରେ ଧୀରେ ବୁଝି ହେଇଯିବ। ତେଣୁ ବାହାରେ ଘଟଣାବଳୀ ଯାହା ଘଟୁଛି ତାହା ଯେ ମୋର ମଙ୍ଗଳ ପାଇଁ ବା ଅନ୍ୟମାନଙ୍କର ମଙ୍ଗଳ ପାଇଁ, ଏଇ ଘଟଣା ଗୁଡ଼ିକ ମତେ ଧୀରେ 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 କଣ ହବ ନା ଦେଖାଯିବ ବା ଅନୁଭବ ଆସିବ ବା ମୋ ଭିତରେ ଉପଲବ୍ଧି ଘଟିବ। ବୁଝିବାର ସାମର୍ଥ୍ୟ, ଗ୍ରହଣ କରିବାର ସାମର୍ଥ୍ୟ ଧୀରେ ଧୀରେ ମୋ ଭିତରେ ବୃଦ୍ଧି ପାଇବ ଯଦି ମୁଁ ଭଗବାନ ପାଇଁ ବଞ୍ଚିବା ପାଇଁ ନିଜେ ସଂକଳ୍ପ କରେ। ଯଦି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂକଳ୍ପ କରେ, ତେବେ ଦେଖିବେ ସଂକୀର୍ଣ୍ଣତା ବୃଦ୍ଧି ପାଇବ। ନିଜେ ମହାନ ବୋଲି ପ୍ରତ୍ୟୟ ବା ଦେଖିବା ବା ସବୁଥିରେ ଅନ୍ୟମାନଙ୍କ ଅପେକ୍ଷା ମୁଁ ଯେ ଶ୍ରେଷ୍ଠ, ଏଇ ଭାବ ବୃଦ୍ଧି ପାଇବ। ଭାଇସ୍ ବର୍ଷା, ଦିଟା ଯାକ ଘଟଣା ଘଟେ। ଯେ ଜଣେ ଯେତେବେଳେ ଭଗବାନ ପାଇଁ ବଞ୍ଚିବାକୁ ଆରମ୍ଭ କରେ, ସେତେବେଳେ ସେ ବିସ୍ତାର ଭାବ ଏବଂ ନିଜର ସୀମାଟା ସେତେବେଳେ ସଂକୁଚିତ ହେଇଯାଇ ଅନ୍ୟମାନଙ୍କର ଭଲ ପଣିଆ, ଅନ୍ୟମାନଙ୍କର ସାମର୍ଥ୍ୟ ଆମକୁ ଦୃଷ୍ଟି ହବ, ଆମକୁ ଦେଖାଯିବ। ଦେଖନ୍ତୁ, ଦେଖାଯିବ, ନିଜେ ଅନୁଭବ କରିବି। ଏଠି କୁହା ହଉନି ଯେ ମୁଁ ଅନ୍ୟମାନଙ୍କ ଆଗରେ କହିହେବି। ଆପଣ ଦେଖିବେ ଯୋଉମାନେ ଭଗବାନ ପାଇଁ ବଞ୍ଚନ୍ତି ସେମାନେ ବାହାରକୁ ଏତେ ଦେଖେଇ ହୁଅନ୍ତି ନାହିଁ ବା କହି ହୁଅନ୍ତି ନାହିଁ। ସେମାନେ ଅନ୍ୟମାନଙ୍କ ଭିତରେ
ଯୋଉ ଭଲଟିକୁ ଦେଖନ୍ତି ତାଙ୍କର ସାମର୍ଥ୍ୟକୁ ସେମାନେ ହୃଦୟଙ୍ଗମ କରନ୍ତି, ସେମାନେ ବାହାରେ କାହାରିକୁ ଅଣ୍ଡର ଏଷ୍ଟିମେଟ ଆମେ ଯୋଉ କହନ୍ତି ବା ଅସମ୍ମାନ କରିବା ବା ହେୟ ମନେ କରିବା ତାଙ୍କର ଦେଖାଯାଏ। କିନ୍ତୁ ଯୋଉମାନେ ଅହଂ ଦ୍ୱାରା ପ୍ରେରିତ ହେଇ ବଞ୍ଚୁଥାନ୍ତି ସେମାନେ ବାହାରକୁ ଦେଖେଇ ହୁଅନ୍ତି ଅଧିକା ଏବଂ କହି ହୁଅନ୍ତି ଅଧିକା। ସେମାନେ ଭିତରେ ଯାହା ତାହା ବାହାରକୁ ପରିପ୍ରକାଶ କରନ୍ତି ନାହିଁ। ଅନ୍ୟମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଦାଉ ପେଞ୍ଚ ସେମାନେ ଖେଳନ୍ତି। ସେଥିରେ କହିବେ ଆପଣ ହଉଛନ୍ତି ମହାନ। ସିଏ ଅନୁଭବ କରନ୍ତି ବୋଲି କହନ୍ତି ନାହିଁ। ସିଏ ଆପଣ ମହାନ ବୋଲି କହନ୍ତି ଏଇଥିପାଇଁ ଆପଣଙ୍କୁ ତେଲ ମାରିବା ବା ଆପଣଙ୍କର ଚାଟୁ କରିବା ଫଳରେ ଆପଣ ତାଙ୍କ ଅଧୀନରେ ରହିବେ। ରାଜାଙ୍କ ପାଖରେ ଚାଟୁକାର ମାନେ ଯୋଉ ଚାଟୁ କଥା କୁହନ୍ତି, ରାଜା ଭାବନ୍ତି ଯେ ସେମାନେ ମତେ ସତରେ ଭଲ ପାଉଛନ୍ତି, ମତେ ପ୍ରଶଂସା କରୁଛନ୍ତି। କିନ୍ତୁ ତା ଦ୍ୱାରା କଣ ହୁଏ, ରାଜା ସେମାନଙ୍କର ଅଧୀନରେ ରହିଯାଆନ୍ତି। ସେମାନେ ଯାହା ଚାହାନ୍ତି ରାଜାଙ୍କୁ କୁହାଇ ବା ରାଜାଙ୍କ ଦ୍ୱାରା ସେଇ ପ୍ରକାରର କାର୍ଯ୍ୟ କରେଇ ନିଅନ୍ତି। ତେଣୁ ଅହଂ ଦ୍ୱାରା ପ୍ରେରିତ ବା ଅହଂ ପାଇଁ ବଞ୍ଚୁଥିବା ବ୍ୟକ୍ତି ଏବଂ ଭଗବାନ ପାଇଁ ବଞ୍ଚୁଥିବା ବ୍ୟକ୍ତି ଭିତରେ ଏଇ ପ୍ରକାରର ଗୋଟେ ବୋଧ ବା ଏଇଟା ଦେଖନ୍ତୁ ଏଇଟା ବ୍ୟକ୍ତିଗତ ଭାବେ ନିଜେ ନିଜକୁ ଜାଣିବ। ଆମେ କାହାରିକୁ ବିଚାର କରିବା ପାଇଁ ଏଇ ଯୋଉ ପାର୍ଥକ୍ୟ ବୋଧ ବା ଏଇ ପ୍ରକାରର ଆଲୋଚନା ଆମେ କରୁନାହୁଁ। ଏବଂ ସେତେବେଳେ ଦେଖିବେ ଯିଏ ଭଗବାନ ପାଇଁ ବଞ୍ଚୁଛି ଆଉ ଯିଏ ଅହଂଙ୍କ ପାଇଁ ବଞ୍ଚୁଛି ବା ଅହଂକୁ ପ୍ରତିଷ୍ଠିତ କରିବା ପାଇଁ ବଞ୍ଚୁଛି। ଯିଏ ଅହଂକୁ ପ୍ରତିଷ୍ଠିତ କରିବା ବଞ୍ଚୁଛି ସେ ସବୁବେଳେ ବାହାର ଜିନିଷକୁ ଦେଖିବ। କଣ ସେ ଲୋକଟା କେମିତି ସନ୍ତୁଷ୍ଟ ହବ, ସେ ଘଟଣା କୋଉ କାର୍ଯ୍ୟଟା କଲେ ମୋର ସମ୍ମାନ ରହିବ, ମତେ ଭଲ କହିବେ, ସବୁବେଳେ ବାହାରର ଘଟଣାକୁ ସେ ଦେଖିବାକୁ ଆରମ୍ଭ କରିବ। ତେଣୁ ସ୍ୱାଭାବିକ ଭାବେ ବାହ୍ୟରେ ବଞ୍ଚିବ। ଯେତେବେଳେ ସାଧାରଣ ଶିକ୍ଷା କେନ୍ଦ୍ର ଅପେକ୍ଷା ଆରମ୍ଭ ହେଲା କେତେଟା ଜାଗାରେ ସେମାନେ କଲେ କଣ ଯେ ପିଲାମାନେ ରହିକରି ପାଠ ପଢିବେ, ଅନ୍ତେବାସୀ ରଖିବେ ଏବଂ ଶିକ୍ଷା କେନ୍ଦ୍ରରେ ଆଉ ଗୋଟିଏ ପ୍ରକାରର ଧାରା ସୃଷ୍ଟି ହେଲା। କଣ ପାଇଁ ସେମାନେ କଲେ ଦେଖନ୍ତୁ, ଭଲ ଉଦ୍ଦେଶ୍ୟର କିଏ କରିଥିଲେ ବା ମନ୍ଦ ଉଦ୍ଦେଶ୍ୟର କିଏ କରିଥିଲେ ସେ କଥା ଆମେ ବାହାରୁ କହିପାରିବା ନାହିଁ। କିନ୍ତୁ ତା ଫଳରେ ଆଉ ଶିକ୍ଷା କ୍ଷେତ୍ରରେ ଆଉ ଗୋଟେ ପ୍ରକାରର ଧାରା ସୃଷ୍ଟି ହେଲା। କିନ୍ତୁ ତାକୁ କଣ ହେଲା, ଯୋଉମାନେ ନିଜର ବ୍ୟବସାୟ ବା ନିଜର ଆର୍ଥିକ ଲାଭ ପାଇଁ ଚିନ୍ତା କରନ୍ତି, ସେମାନେ କହିଲେ ଆରେ ଏଇଟା ଗୋଟେ ବଢିଆ କଥା। ଦେଖନ୍ତୁ ଇଏ ସୃଷ୍ଟି ବା କାର୍ଯ୍ୟ ତା ବାଟରେ ଯାଉଛି, କିନ୍ତୁ ଆମେ କଣ କରୁଛୁ, ମୋର ଅର୍ଥ ଦରକାର ବା ଅର୍ଥ ପିପାସୁ ମୁଁ, ତେଣୁ ମୁଁ ସବୁ ଘଟଣାକୁ ଅର୍ଥ ଦୃଷ୍ଟିରେ ଦେଖିଲି। କହିଲେ ଆରେ ହଁ ସେଥିରେ ଭଲ ରୋଜଗାର ହବ, ତ ମୁଁ ଯିବି ଗୋଟେ ହଷ୍ଟେଲ ଖୋଲିଦେବି। ଇଏ ହଉଛି ଫରକ। ଜଣେ ଯେତେବେଳେ ଅହଂଙ୍କ ପାଇଁ ବଞ୍ଚୁଥାଏ, ସିଏ ସବୁ ଜିନିଷକୁ କଣ କରେ ସେଇ ଅନୁସାରେ ତାର ବ୍ୟବହାର କରିବାକୁ ଆରମ୍ଭ କରେ। ତେଣୁ ସେ ବାହାର ଘଟଣା ବଳିକି ଦେଖିବ। ଯେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷାର କ୍ରାନ୍ତି ଆରମ୍ଭ ହେଲା ସେତେବେଳେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସୃଷ୍ଟି ହେଲା କଣ ପାଇଁ ନା, ଯେହେତୁ ଅତିମାନ ଶକ୍ତି ଅବତରଣ କରିସାରିଛି, ଯେଉଁ ଦିବ୍ୟ ଶିଶୁମାନେ ଆସିବେ ତାଙ୍କ ପାଇଁ ଏକ
ସମ ମାନେ ସାମଞ୍ଜସ୍ୟପୂର୍ଣ୍ଣ ଗୋଟେ ପରିବେଶଟିଏ ସୃଷ୍ଟି କରିବି। କିନ୍ତୁ କିନ୍ତୁ ତାପରେ କଣ ହେଲା ନା ସମାଜ କଣ କହିବ? ସାମାଜିକ ଭାବରେ ଆମେ ତ ବଞ୍ଚୁଛୁ, ତେଣୁ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ଆମେ କିଛି କିଛି କାର୍ଯ୍ୟ କରିବାକୁ ଆରମ୍ଭ କଲୁ। ତାପରେ ଦେବେ କଣ ହେଲା ନା ପୂର୍ଣ୍ଣ ଭାବରେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଡାଇଲ୍ୟୁଟେଡ୍ ହେଇ ସାଧାରଣ ଶିକ୍ଷା କେନ୍ଦ୍ର ପରିଣତ ହେଇଗଲା। ଏବଂ କେତେଟା ଜାଗାରେ ସେଇ ପୁରୁଣା ଲୋକ ଯୋଉମାନେ ଏଇ ମନୋଭାବରେ ବି ଆରମ୍ଭ କରିଥିଲେ ବା ତାଙ୍କ ଭିତରେ ସେ ଭାବ ଆସିଥିଲା ବା ଆଲୋଚନାରେ ସେମାନେ ଶୁଣିଥିଲେ ବା ସେମାନେ ଅନ୍ୟମାନଙ୍କୁ ମଧ୍ୟ କହନ୍ତି ଯେ ଆମେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆରମ୍ଭ କରିଛୁ ଦିବ୍ୟ ଶିଶୁଙ୍କ ପାଇଁ ଦିବ୍ୟ ପରିବେଶଟିଏ ଯୋଗେଇ ଦେବା ପାଇଁ। ସେଇମାନଙ୍କ ମୁଖରୁ ମୁଁ ଶୁଣିଛି ସେମାନେ କୁହନ୍ତି ହଁ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ, କଲଚରାଲ ପ୍ରୋଗ୍ରାମ କରିବେ, ଯେମିତି ଲୋକମାନେ ଆକୃଷ୍ଟ ହେଇକି ଆସିବେ ନା ଆଉ। ଲୋକମାନଙ୍କର ଇମୋସନକୁ ତମେ ବୁଝିବ ନା ଆଉ। ଦେଖନ୍ତୁ ଫରକ କଣ ହେଇଗଲା, ଲୋକମାନଙ୍କର ଇମୋସନକୁ ତମେ ବୁଝିବ ନା ଆଉ। ଲୋକଙ୍କର ଚିନ୍ତାଧାରାକୁ ବୁଝି ତମେ ତାଙ୍କୁ ସୁହାଇଲା ଭଳିଆ କିଛି କରିବ ନା ଆଉ। ଏବଂ ଏପର୍ଯ୍ୟନ୍ତ ମଧ୍ୟ ଲୋକ କଥା ନେଇଗଲେ ସେମାନେ କହିଲେ ଯେ ଏ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି କୁଆଡେ ଆମ ସ୍କୁଲକୁ ଆମ ଶିକ୍ଷା କେନ୍ଦ୍ରକୁ ଗାର୍ଡିଆନ ମାନେ ପିଲା ପଠଉଛନ୍ତି। ଭଗବାନ ପାଇଁ ବଞ୍ଚିବା ଏବଂ ଅହଂ ପ୍ରେରିତ ହେଇ ବଞ୍ଚିବା ଭିତରେ ଫରକ ଏଇଠି ଦେଖିଦିଅନ୍ତୁ। କଣ ହେଲା, ଭଗବାନ ପାଇଁ ବଞ୍ଚିଲା ବେଳେ ତମେ ଆଧ୍ୟାତ୍ମିକ ପରିବେଶଟିଏ ସୃଷ୍ଟି କରିବା ପାଇଁ ତୁମେ ଚେଷ୍ଟା କରିବ। ସେଥିରେ କଣ ହବ, ଯୋଉ ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଅଭିପ୍ସୁ ବା ଯୋଉ ବ୍ୟକ୍ତି ମାନଙ୍କ ଭିତରେ ସମାଜରେ ଟିକିଏ ବି ଅନ୍ତର୍ମୁଖୀ ହବାର ଏକ ଯେମିତି କହନ୍ତି ଚିଙ୍ଗାରି ଥିବ, ସିଏ କଣ ହବ ଆକୃଷ୍ଟ ହେଇ ତମ ପାଖକୁ ଆସିବ ଏବଂ ତମ ପାଖରେ ଏକ ଦିବ୍ୟ ପରିବେଶରେ ତାର ଦିବ୍ୟ ଶିଶୁଟିଏ ସିଏ ଲାଳିତ ପାଳିତ ହେଇ କେମିତି ଅଗ୍ରଗତି କରିବ ସେଥିପାଇଁ ସିଏ ଆକୃଷ୍ଟ ହେଇକି ଆସିବ। ଇଏ ହେଲା ଜଣେ ଯେତେବେଳେ ଭଗବାନ ପାଇଁ ବଞ୍ଚିଲା। ଜଣେ ଯେତେବେଳେ ଆତ୍ମକୈନ୍ଦ୍ରିକ ବା ଅହଂକୈନ୍ଦ୍ରିକ ହେଇକି ବଞ୍ଚିବାକୁ ଆରମ୍ଭ କଲା, ସିଏ ଦେଖିଲା କଣ ଯେ ସମାଜର ବା ବ୍ୟକ୍ତି ମାନଙ୍କର ଇମୋସନ ଟାକୁ ସାଟିସ୍ଫାଏ କରିବା ପାଇଁ ସିଏ ପରିବେଶଟିଏ ବା କାର୍ଯ୍ୟକ୍ରମଟିଏ ସିଏ ତିଆରି କଲା। ଏଇ ହେଇଯାଉଛି ଫରକ। ତେଣୁ ଭଗବାନ ପାଇଁ ଯିଏ ବଞ୍ଚୁଛନ୍ତି ସ୍ୱାଭାବିକ ଭାବରେ ଅନ୍ତରରେ ସେମାନେ ବାସ କରିବାକୁ ଆରମ୍ଭ କରିବେ। ତେଣୁ ମା ପ୍ରଭୁ ଲେଖୁଛନ୍ତି, ମା ତାପରେ ବର୍ଣ୍ଣନା କରୁଛନ୍ତି ସେମାନେ ବାହ୍ୟ ଘଟଣାବଳୀରେ ଆଦୌ ବିଚଳିତ ହୁଅନ୍ତି ନାହିଁ। ତାଙ୍କ ଭିତରେ ଏକ ସାମର୍ଥ୍ୟ ଆସେ ଶାନ୍ତ ରହିବାର ସାମର୍ଥ୍ୟ, ବାହ୍ୟ ପରିସ୍ଥିତି ଯାହା ହେଉଥିଲେ ମଧ୍ୟ। ଜଣେ ଯେତେବେଳେ ଦିବ୍ୟ ପରମ ସନ୍ତାଙ୍କ ପାଇଁ ବଞ୍ଚିବ ତେବେ ତା ଭିତରେ ଏଇ ସାମର୍ଥ୍ୟଟିଏ ଆସିବ। ତାପର ଜ୍ଞାନ କାରିକାରେ ଯୋଉ କହିଲେ ଦୁଇଟି 190 ଆଉ 191ରେ ସୁନ୍ଦର ଭାବରେ ଶ୍ରୀ ଅରବିନ୍ଦ କେତେ କାବ୍ୟିକ ଭାବରେ ବର୍ଣ୍ଣନା କରୁଛନ୍ତି। କହିଲେ ମୁକ୍ତ ହସ୍ତ ହେବାର କୌଣସି ପ୍ରଦର୍ଶନ କରି ତୁମେ ଆପଣା ହାତର ଭିକ୍ଷା ତଣ୍ଡୁଳକୁ ସବୁ ଆଡକୁ ବିକ୍ଷିପ୍ତ କରିଦିଅ ନାହିଁ। ଆମେ ଯୋଉ ଅନ୍ୟମାନଙ୍କୁ ସାହାଯ୍ୟ କରିବା, କାଲି ଯୋଉ ଆଲୋଚନା କରୁଥିଲେ ଯୋଉ ଝୁଙ୍କ ଥାଏ, ସେ ଝୁଙ୍କରେ କଣ ହେଇଥାଏ ନା ନିଜକୁ ବଡ ବୋଲି ମନେ କରୁ, ମୁଁ ବହୁତ ଜାଣିଛି, ମୋ ପାଖରେ ବହୁତ ଧନ ଅଛି, ମୁଁ ଶ୍ରେଷ୍ଠ, ଏଇ ଭାବ ନେଇକିରି ମୁଁ କଣ କରେ ଅନ୍ୟମାନଙ୍କୁ ହୀନ ଦୃଷ୍ଟିରେ ହେୟ ଦୃଷ୍ଟିରେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରେ, ମୁଁ ମହାନ ହବା ପାଇଁ ଚେଷ୍ଟା କରେ। ସେଥିପାଇଁ ତା ଫଳରେ କଣ ହୁଏ ନା ମୋର ଆତ୍ମାର ଅଭିବୃଦ୍ଧି ଆଉ ହୁଏ ନାହିଁ। ମୁଁ ନିଜେ ଅଳ୍ପ ସାମର୍ଥ୍ୟ ନେଇକିରି ଜୀବନଟି ବଞ୍ଚିଛି। ଭଗବାନଙ୍କର ପରମ ସତ୍ତାଙ୍କର ଯୋଉ ବିଶାଳ ସାମର୍ଥ୍ୟ ରହିଛି, ଯୋଉ ବିଶାଳ ସୃଷ୍ଟିରେ କେତେ କେତେ
କେତେ କେତେ ଜ୍ଞାନ ବା ପ୍ରଜ୍ଞାର ଭଣ୍ଡାର ରହିଛି। ତେଣୁ ସେଥିରେ ମୁଁ ଜଣେ ଭିକ୍ଷୁକ। କାହିଁକି ନା ମୋ ପାଖରେ ବହୁତ କମ ଅଛି, ତେଣୁ ଏ ଯୋଉ ବିଶାଳ ରହିଛି ସେଗୁଡାକ ପାଇଁ ମୁଁ ଭିକ୍ଷା କରୁଛି। କାବ୍ୟିକ ଭାବରେ କହୁଛନ୍ତି, ସୁନ୍ଦର ଏଇଟା କି ଗୋଟେ ଭାବ ପରିପ୍ରକାଶ କରୁଛନ୍ତି। ଯେହେତୁ ମୁଁ ଗ୍ରହଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି, କାହିଁକି ନା ବିଶାଳ ପ୍ରଜ୍ଞାର ଭଣ୍ଡାରରେ ମୋ ଭିତରେ ଯେହେତୁ କମ ଅଛି, ତେଣୁ ମୁଁ କଣ କରୁଛି, ଭିକ୍ଷା ଥାଳ ଧରିଛି। କିନ୍ତୁ ମୁଁ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରି ମୁଁ କଣ କରୁଛି ନା ମୋର ଭିକ୍ଷା ତଣ୍ଡୁଳଟିକୁ ବିକ୍ଷିପ୍ତ କରିଦଉଛି ବା ଫୋପାଡ଼ି ଦଉଛି, ଏ କରୁଛି। ଭିକ୍ଷା ତଣ୍ଡ ମାନେ ଭିକ୍ଷା ଥାଳ। ଇଏ ହଉଛି ଗୋଟେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ପ୍ରଭୁ। ତେଣୁ ଯେଉଁ କ୍ଷେତ୍ରରେ ତୁମେ ସାହାଯ୍ୟ କରୁଛ ତାହାକୁ ବୁଝ ଓ ଭଲ ପାଅ। ତୁମ ଭିତରେ ତୁମ ଆତ୍ମାର ଅଭିବୃଦ୍ଧି ଲାଗି ରହିଥାଉ। ଆମେ କିନ୍ତୁ ଯେତେବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଯାଉଛୁ, ତାର ମଙ୍ଗଳ କୋଉଥିରେ ହବ ସେଇ ଜିନିଷଟି ମୁଁ ଜାଣିଛି ତ, ଏଇଠି ଗୋଟେ କ୍ୱେଶ୍ଚିନ୍ ମାର୍କ। ପ୍ରଭୁ କହୁଛି, ମା ବର୍ଣ୍ଣନା କରୁଛନ୍ତି, ପ୍ରଭୁ କହୁଛନ୍ତି ଦରିଦ୍ର ମାନଙ୍କ ବିଷୟରେ ଶ୍ରୀଅରବିନ୍ଦ ଏହି କଥା କହୁଛନ୍ତି ଯେ ସେମାନଙ୍କୁ ସାହାଯ୍ୟ କରିବା ଏକ ଉତ୍ତମ କାର୍ଯ୍ୟ, ମାତ୍ର ସେଥିରେ କୌଣସି ମୁକ୍ତ ହସ୍ତ ଦୟା ବା ଉଦାରତାର ଆଦୌ ପ୍ରଦର୍ଶନ ହେବା ଉଚିତ ନୁହେଁ। ଏବଂ ଯେପରିକି ପୃଥିବୀରେ ଆଦୌ କେହି ଦରିଦ୍ର ହୋଇ ନ ରହିବେ, ସେଥିଲାଗି ଦାରିଦ୍ର୍ୟର ଏକ ସମାଧାନ ନିମନ୍ତେ ଅନ୍ୱେଷଣ କରିବା ହେଉଛି ଅନେକ ଅଧିକ ଉତ୍ତମ। ଅନେକ ଅଧିକ ଉତ୍ତମ, ଯୋଉଟା ଜ୍ଞାନ 191ରେ କହିଲେ। ତେଣୁ ତୁମେ ଯୋଉ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଯୋଉ ଚେଷ୍ଟା କରୁଛ, ତାଠାରୁ ଅଧିକ ଉତ୍ତମ ହଉଛି ମୁଁ ଏମିତି ଏକ ପରିବେଶ ସୃଷ୍ଟି କରିବି, ମୁଁ ଏମିତି ଏକ ସିଷ୍ଟମ ସୃଷ୍ଟି କରିବି ଯେ କେହି ଦରିଦ୍ର ରହିବେ ନାହିଁ। ଯୋଉମାନେ ନିଜକୁ ମହାନ ବୋଲି ଦେଖେଇ ହୁଅନ୍ତି, ସେମାନେ କେବେ ବି ଚେଷ୍ଟା କରିବେ ନାହିଁ ଯେ ଅନ୍ୟମାନେ କେହି ଦରିଦ୍ର ନ ରୁହନ୍ତୁ। କାହିଁକିନା ଦରିଦ୍ର ନ ରହିଲେ ମୋ ପାଖରେ ଗୋଡ ଭାଙ୍ଗି ଠିଆ ନହେବେ, ତେବେ ମୋର ମହାନତା କେମିତି ଦେଖାଯିବ? ତେଣୁ ସେମାନେ ଚାହାନ୍ତି, ଯଦି ଦେଖାଯାଏ, ଆପଣ କହିବେ ଏମିତି କେମିତି? ଆରେ ଦେଖନ୍ତୁ, ପରୋକ୍ଷରେ ଆପଣ ଦେଖନ୍ତୁ, ସେମାନେ ଯଦି କୌଣସି ଦରିଦ୍ର ନ ରହିବେ ମନ ଦୁଃଖ କରିବେ, ମୁଁ ଆଜି ଗୋଟେ କାହାକୁ ଗୋଟେ କିଛି ଗୋଟେ ଦେଲି ନାହିଁ, ଇଏ ଗୋଟେ କି କଥା? ମତେ କେହି ଟିକେ ମୁଣ୍ଡିଆ ମାରିଲେ ନାହିଁ, ଇଏ କି କଥା? ତାମାନେ ଅନ୍ୟମାନେ ତଳେ ରୁହନ୍ତୁ, ମୁଁ ଉଚ୍ଚରେ ରହିଥାଏ, ଏମିତି ଚାଲିଥାଉ। କିନ୍ତୁ ଯୋଉମାନେ ଭଗବାନଙ୍କ ପାଇଁ ବଞ୍ଚନ୍ତି, ସେମାନେ ଚେଷ୍ଟା କରନ୍ତି ଯେପରି କୌଣସି ବ୍ୟକ୍ତି ହାତ ନ ପାତେ, କୌଣସି ବ୍ୟକ୍ତି ଗୋଡ ଭାଙ୍ଗି ଠିଆ ନ ହୁଏ। ଇଏ ହଉଛି ଯୋଉମାନେ ଭଗବାନ ପାଇଁ ବଞ୍ଚନ୍ତି, ସେମାନେ ଚେଷ୍ଟା କରନ୍ତି। ତେଣୁ ଏଠି ପ୍ରଭୁ କହୁଛନ୍ତି, ଯୋଉମାନେ ଭଗବାନ ପାଇଁ ବଞ୍ଚନ୍ତି ସେମାନେ ଚେଷ୍ଟା କରନ୍ତି କଣ, କୌଣସି ଦରିଦ୍ର କିପରି ନ ରହିବେ। ସେ କହୁଛନ୍ତି ଯେପରିକି ପୃଥିବୀରେ ଆଦୌ କେହି ଦରିଦ୍ର ହୋଇ ନ ରହିବେ, ସେଥିଲାଗି ଦାରିଦ୍ର୍ୟର ଏକ ସମାଧାନ ନିମନ୍ତେ ଅନ୍ୱେଷଣ କରନ୍ତି। ଆପଣ ଏ ଯୋଉ ରାଜନୈତିକ ପଶାପାଲିରେ ଯୋଉ ଲୋକମାନଙ୍କ ପାଇଁ ସେମାନେ ଯୋଉ ଦାନ କରନ୍ତି, ବା ସେମାନେ ଯୋଉ ପ୍ରକାରର କହୁଛନ୍ତି ଯେ ଆମେ ଏମିତି ମାଗଣାରେ ଦଉଛୁ, ସେମିତି ଦଉଛୁ, ତାର ପରିଣାମ କଣ? ତାର ପରିଣାମ ହଉଛି ଆପଣ ତାଙ୍କ ଉପରେ ନିର୍ଭରଶୀଳ ହେଇକି ରହିବେ। ଆପଣ ଯେତେ ଦରିଦ୍ର ହେଇକି ରହିବେ, ତେବେ ତାଙ୍କର ଭୋଟ ରାଜନୀତି ସେମିତି ଚାଲିଥିବ। ଏଇଟା ଯେମିତି ବାହାରକୁ ଦେଖାଯାଉଛି, ଆପଣ ବ୍ୟକ୍ତି ଭାବରେ ନିଜକୁ ଦେଖିବେ, ଆପଣ ଅନ୍ୟମାନଙ୍କର ଏପରି ଏକ ପରିସ୍ଥିତି ସୃଷ୍ଟି କରିବେ ଯେପରି ତାଙ୍କର ଦାରିଦ୍ର୍ୟ ହବାର ଯୋଉ କାରଣ ଗୁଡ଼ିକ ରହିଛି, ସେ କାରଣ ଗୁଡ଼ିକ ସମାଧାନ ହେଇଯିବ। ତାହେଲେ ଆପଣ କଣ କରିବେ? ତାଙ୍କ ପାଇଁ କାର୍ଯ୍ୟ ସୃଷ୍ଟି କରନ୍ତୁ। ଯଦି ଆମେ ବାହ୍ୟ ଭାବରେ ଦେଖିବା, ଯେତେ କାମ ସୃଷ୍ଟି କରିବେ ଏବଂ ସମସ୍ତଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବେ, ତାହେଲେ କଣ ହେଲା ନା ସେମାନେ କାମ କଲେ, ତେବେ କାମ କରିବା ଦ୍ୱାରା ତାଙ୍କ ଭିତରେ କର୍ମ ତତ୍ପରତା ଆସିଲା। କର୍ମ ତତ୍ପରତା ଆସିବା ଫଳରେ ତାଙ୍କ ଭିତରେ ଗୋଟେ ଯେମିତି କୁହନ୍ତି ଆଗେଇବାର, ଅଗ୍ରଗତି କରିବାର
ଯୋଉ ବୀଜଟିଏ ବୁଣି ହବ। ତେଣୁ ସେମାନେ କେବେ ବି ତାମସିକ ଗ୍ରସ୍ତ ହେବେ ନାହିଁ। ତା ଫଳରେ କଣ ହବ, ସେମାନେ ଆଗେଇ ଚାଲିବେ, ତାଙ୍କ ଭିତରେ ଦାରିଦ୍ର୍ୟ ବୋଧ ଆଉ ରହିବ ନାହିଁ। ଯିଏ ଥରେ ଅଗ୍ରଗତି ଅଭିମୁଖୀ ହେଇଯାଇଛି, ତାକୁ କେବେ ଦାରିଦ୍ର୍ୟ ଅଭିମୁଖୀ ହୁଏ ନାହିଁ। ଯାହା ଭିତରେ ଯୋଉ ମୁହୂର୍ତ୍ତରେ ଦେଖିବେ ଅଗ୍ରଗତି ବନ୍ଦ ହେଇଯାଏ, ସେତେବେଳେ ସିଏ ଦରିଦ୍ର ହେଇଯାଏ। କେମିତି ଦରିଦ୍ର ହୁଏ ଦେଖନ୍ତୁ, ସିଏ କଣ କରିବ, କ୍ଷମତା ଚାହିଁବ। ଅଗ୍ରଗତି ବନ୍ଦ ହେଇଗଲେ ନା, ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁବ, ନିଜକୁ ସମ୍ମାନ ଚାହିଁବ। ତମାନେ ଯେ ଭିକାରୀ ହେଇଗଲା, ଦରିଦ୍ର ହେଇଗଲା, ମତେ ଏଇଟା ଦରକାର, ମତେ ସେଇଟା ଦରକାର, ଏଇଭଳିଆ ହବ ସେ। ଯିଏ ଅଗ୍ରଗତି ଅଭିମୁଖୀ ସବୁବେଳେ ଚେଷ୍ଟା କରୁଥିବ, ତାକୁ କଣ ମିଳିଲା କଣ ନ ମିଳିଲା ସେ ବିଷୟରେ ସେ କେବେ ଏତେ ବ୍ୟସ୍ତ ବା ଏତେ ବିଚଳିତ ହବ ନାହିଁ। ସିଏ ତାର ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ ପାବଛ ଯେମିତି ଆଗେଇ ଆଗେଇ ଯିବ, ସେଥିପାଇଁ ସେ ସବୁବେଳେ ଚେଷ୍ଟା କରୁଥିବ। ଇଏ ହଉଛି ଭଗବାନ ପାଇଁ ଯେତେବେଳେ ଆମେ ବଞ୍ଚୁଛନ୍ତି, ସେତେବେଳେ ଆମେ ଭିକାରୀକୁ ଭିକ ଦେଇ ଭିକାରୀକୁ ଭିକ ଦେଇ ଆହୁରି ଅଧିକରୁ ଅଧିକ ଭିକାରୀ ସୃଷ୍ଟି ନ କରିବା, ଇଏ ହଉଛି ତା ଭିତରେ ଏକ ପ୍ରେରଣା ଆସେ। ସିଏ କଣ କରେ, ସେମାନଙ୍କ ପାଇଁ ଏମିତି ବ୍ୟବସ୍ଥା କରେ ଯେପରି ଭିକାରୀ ମାନେ ଆଉ ଭିକାରୀ ହେଇ ରହିବେ ନାହିଁ। ସେମାନେ କର୍ମ ତତ୍ପର ହେଇ କାର୍ଯ୍ୟ କରିବାରେ ନିଜକୁ ନିୟୋଜିତ କରିବେ। କିନ୍ତୁ ଯୋଉମାନେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହାନ୍ତି, ସେମାନେ କଣ କରନ୍ତି, ଭିକ ଦେଇକିରି ଗୁଡାଏ ଭିକାରୀ ସୃଷ୍ଟି କରନ୍ତି। ଯେତେ ଭିକାରୀ ରହିବେ, ସେତେ ମୋର କଣ ହବ, ଆଜ୍ଞା ଅମୁକ ଲୋକ ଏତେ ମହାନ, ଏତେ ଭିକାରୀଙ୍କୁ ଭିକ୍ଷା ଦଉଛନ୍ତି, ପ୍ରତ୍ୟେକ ଦିନ ଦାନ କରୁଛନ୍ତି। ତେଣୁ ଯଦି ସାମାନ୍ୟ ଭାବରେ ବିସ୍ତାର ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ମୁଁ ଏପରି କରିବି ଯେ ଭିକାରୀ ରହିବେ ହିଁ ନାହିଁ। ଆଉ ଭଗବାନ ପାଇଁ ଯିଏ ବଞ୍ଚୁଥାଏ, ସବୁବେଳେ ସିଏ ବିସ୍ତାର ଏବଂ ଅନ୍ୟମାନଙ୍କର ଅଗ୍ରଗତି କିପରି ସେମାନେ କରିବେ, ସେଥିପାଇଁ ସେ ପରିବେଶ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟିତ ହୁଏ। ମା, ଥ୍ୟାଙ୍କ ୟୁ ଅଲ୍, ରବିବାର।